ବିଜୁ ମାଙ୍କିଡ଼ିଆଙ୍କ ଦୁଃଖ କାହାଣୀ। ବାଇକ୍ ଦୁର୍ଘଟଣା ଭାଙ୍ଗି ଯାଇଛି ଗୋଡ଼। ଦୁର୍ଘଟଣା ପରେ ମିଳିପାରୁନି ଉପଯୁକ୍ତ ଚିକିତ୍ସା ସେବା। ସେହି ଭଙ୍ଗା ଗୋଡ଼ରେ ଭିକ ମାଗୁଛନ୍ତି ସେ। ଏମିତି ବି ଆସେ ଦୁଃଖ। ହସ ଖୁସିର ସଂସାରରେ ଛାଇ ଯାଇଛି କଳାହାଣ୍ଡି ମେଘ। ଆମେ କହୁଛୁ ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ରାଂସଳ ପଞ୍ଚାୟତ ଅନ୍ତର୍ଗତ ମଲ୍ଲାର ସାହିର ବିଜୁ ମାଙ୍କିଡ଼ିଆଙ୍କ କଥା। ଦିନ ଥିଲା ସେ ଜଙ୍ଗଲକୁ ଯାଇ କାଠ କାଟୁଥିଲେ। ଆଉ ସେଇ କାଠକୁ ବିକ୍ରି କରି ଯାହା ମିଳୁଥିଲା ସେଥିରେ ତାଙ୍କର ଚୁଲି ଜଳୁଥିଲା। କିନ୍ତୁ ଗତ ସେପ୍ଟେମ୍ବର ମାସ 19 ତାରିଖରେ ଏକ ବାଇକ୍ ଧକ୍କାରେ ବିଜୁଙ୍କ ଡାହାଣ ଗୋଡ଼ଟି ଭାଙ୍ଗି 2 ଖଣ୍ଡ ହୋଇଯାଇଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି କଟକ ବଡ଼ ଡାକ୍ତରଖାନାକୁ ପଠାଇଥିଲେ। ମାସକ ପରେ ସେ ଡାକ୍ତରଖାନାରୁ ଫେରିଥିଲେ, କିନ୍ତୁ ସବୁଦିନ ପାଇଁ ଦିବ୍ୟାଙ୍ଗ ପାଲଟି ଯାଇଥିଲେ। ଏବେ ସୁଖ ନାହିଁ, ଘା କି ଯନ୍ତ୍ରଣା କମୁନାହିଁ। ଗୋଟିଏ ପଟେ ଦରକାର ଉନ୍ନତ ଚିକିତ୍ସା, ଅନ୍ୟପଟେ ଘର ଚଳାଇବା ପାଇଁ ଚିନ୍ତାରେ ପତ୍ନୀ। ପତ୍ନୀ ପିତେଙ୍କ ସମେତ 6 ସନ୍ତାନ ରାସନ ଚାଉଳ ଗଣ୍ଡାକ ଉପରେ ନିର୍ଭର। नुआ सरकार थी तो साजो देवे नहीं पढ़ू से तो हमें खाइबा पाऊ नहीं केमती मुझे पठे सरकार तो किसी साजो दे सरकार छुआ को और हम दे हो नहीं तो जगह भी दे दे घर। ये 8 जन परिवार एकमात्र संबल, किंतु ये राशन चाउल सप्ताहे भी जाऊनी। फल से भंगा गोड़े भिक मागिबाकू बाध्य होउछंती बिजू। जाजपुर जिला कालियापाणी जयप्रकाश महांती रिपोर्ट, महाभारत लाइव।